ଜୟ ଶ୍ରୀରାମ। ତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ନିଜକୁ କିପରି ଧୈର୍ଯ୍ୟବାନ କରିବା, ଆଉ ଧୈର୍ଯ୍ୟ ରଖିଲେ ହିଁ ଆମ ପରିଶ୍ରମର ମୂଲ୍ୟକୁ ସମୟ ନିଜେ ହିଁ କହିଦେବ ଯେ ଆମେ କେତେ ମୂଲ୍ୟବାନ ଅଟେ। ତ ସେଥିପାଇଁ ଧୈର୍ଯ୍ୟ ରଖିବା ନିହାତି ଜରୁରୀ ଅଟେ। ତ ଚାଲନ୍ତୁ ଆଜିର ଏହି ଭିଡ଼ିଓର ଟପିକଟିକୁ ଷ୍ଟାର୍ଟ କରିବା। ତ ସେଥିପାଇଁ ମୋର ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ, ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ, ଆଉ ଯଦି ଭଲ ଲାଗିଲା ତେବେ କମେଣ୍ଟ ମଧ୍ୟ କରନ୍ତୁ। ତ ବନ୍ଧୁଗଣ, ନିଜର ଦୁର୍ବଳତା ଜାଣିବା ମଧ୍ୟ ଆମ ପକ୍ଷେ ଏକ ଶକ୍ତି ଅଟେ। ଯାହାଫଳରେ ଆମେ ନିଜର ଦୁର୍ବଳତା ଜାଣିବା ଦ୍ୱାରା ଆମେ ନିଜକୁ ନିଜେ ଏକ ଶକ୍ତି ବା ଏକ ମହାନ ବ୍ୟକ୍ତି ଭାବରେ ପରିଗଣିତ କରିପାରିବା। କିନ୍ତୁ ତାହା କେତେବେଳେ ହୋଇପାରିବ? ଯେତେବେଳେ ତୁମେ ତୁମର ଶକ୍ତିକୁ ବିନାଶ ଆଡ଼କୁ ନେଇଯିବାକୁ ଲାଗିବ, ଆଉ ସେତେବେଳେ ହିଁ ତୁମେ ଏକ ମହାନ ବ୍ୟକ୍ତି ତଥା ଜ୍ଞାନୀ ଭାବରେ ବିବେଚିତ ହୋଇପାରିବ। ଯେପରିକି ଏହି ଦୁନିଆରେ ସୂର୍ଯ୍ୟ ଚାଲିଗଲେ ଚନ୍ଦ୍ର ଆସେ, ଠିକ୍ ସେହିପରି ଯଦି ଆଜି ତୁମର ବିପଦ ଆସିଛି, ତାହେଲେ ବିପଦକୁ ସାମ୍ନା କରିବା ଶିଖ। ହୁଏତ କାଲି ସେ ଚାଲିଯାଇପାରେ, ତେଣୁ କୌଣସି ବିପଦକୁ ଡରି ତାକୁ ସାମ୍ନା କରିବା ଉଚିତ ଅଟେ। ତେଣୁ ଆପଣଙ୍କ ପକ୍ଷେ ଯେତେ ବଡ଼ ବିପତ୍ତି ଆସୁନା କାହିଁକି, ତାକୁ ପ୍ରଥମେ ସାମ୍ନା କରିବା ଶିଖନ୍ତୁ। ଆଉ ଧୈର୍ଯ୍ୟ ହରାନ୍ତୁ ନାହିଁ ଯେ ମୁଁ ତାହାକୁ ସାମ୍ନା କରିବି ନାହିଁ, ଯାହାଫଳରେ ମୋର ଅସୁବିଧା ହେବ। ଯଦି ଆପଣ ନିଜ ଭିତରେ ଏକ ଧୈର୍ଯ୍ୟ ବା ଜିଦ୍ ନ ରଖିବେ, ତେବେ ଆପଣ ହିଁ ପ୍ରକୃତରେ ଭୁଲ ବ୍ୟକ୍ତି ଭାବରେ ପରିଗଣିତ ହେବେ। ଯାହାଫଳରେ ଆପଣ କୌଣସି ସ୍ଥାନରେ ମଧ୍ୟ ମୁଣ୍ଡ ଟେକି ଚାଲିପାରିବେ ନାହିଁ। ତେଣୁ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜର ଧୈର୍ଯ୍ୟ ରଖନ୍ତୁ, ଆଉ ନିଜର ଧୈର୍ଯ୍ୟ ହିସାବରେ ହିଁ ନିଜର କାମକୁ ନିଜେ କରିବାକୁ ଚେଷ୍ଟା କରନ୍ତୁ। ହୁଏତ ଆଜିକାଲିକା ଲୋକମାନେ ତୁମକୁ ଧୋକା ଦେଇପାରନ୍ତି, କିନ୍ତୁ ନିଜ ଭିତରେ ଥିବା ଜ୍ଞାନ କେବେ ମଧ୍ୟ ନିଜକୁ ଧୋକା ଦେଇନପାରେ। ତେଣୁ ଆପଣଙ୍କ ପକ୍ଷେ କେହି ନ ଠିଆ ହେଲେ ମଧ୍ୟ ଆପଣ ନିଜର ଜ୍ଞାନ ମାଧ୍ୟମରେ ତାକୁ ସମାଧାନ କରିବା ଶିଖନ୍ତୁ। ଯାହାଫଳରେ ଆପଣ ନିଜେ ମଧ୍ୟ ଆଗକୁ ଯାଇପାରିବେ, ନଚେତ୍ ଏମିତି ହିଁ ଅଧାରେ ରହିଯିବେ। ଶ୍ରୀକୃଷ୍ଣଙ୍କ କହିବା କଥା ଅନୁଯାୟୀ ଯଦି ଜୀବନରେ କେବେ ବିପଦ ଆସିଛି, ତେବେ ସେହି ବିପଦ ଦିନେ ନା ଦିନେ ଟଳିଯାଇ ହୁଏତ ନୂଆ ଦିନ ମଧ୍ୟ ଆସିପାରେ। କିନ୍ତୁ ଆପଣ ସେହି ବିପଦକୁ ସାମ୍ନା କରିବା ନିହାତି ଜରୁରୀ ଅଟେ। ତ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ ଯେତେ ବଡ଼ ବିପତ୍ତି ଆସିଲେ ମଧ୍ୟ ତୁମେ ତାକୁ ସାମ୍ନା କରିବା ଉଚିତ ଅଟେ। ଆଉ ଯଦି ତୁମେ ଡରିଯିବ ଆଉ କହିବ ମୁଁ ଏହା ପାରିବି ନାହିଁ, ତେବେ ତୁମେ ହିଁ ନିଶ୍ଚିତ ହାରିଯିବ। ତେଣୁ ସବୁ ବିପଦରେ ତା'ର ସମାଧାନ ମଧ୍ୟ ଥାଏ। ତେଣୁ ନିଜର ଜ୍ଞାନ ଆଉ କୌଶଳ ମାଧ୍ୟମରେ ତା'ର ସମାଧାନ ବାଛନ୍ତୁ। ଜୀବନରେ ଖୁବସୁରତ ଗଛ ବିଶ୍ୱାସ ହିଁ ହୋଇଥାଏ, ଯାହା ଜମିରେ ନୁହେଁ ବରଂ ହୃଦୟରେ ହିଁ ପ୍ରାପ୍ତ ହୋଇଥାଏ। ତ ବନ୍ଧୁଗଣ, ଜୀବନରେ କେବେ ବି ପ୍ରତିଶୋଧ ନେବାକୁ ନୁହେଁ, ବରଂ ନିଜ ଉପରେ ଏକ ଆତ୍ମବିଶ୍ୱାସ ଆଣିବା ପାଇଁ ସାମର୍ଥ୍ୟ ରଖ। ଯାହାଫଳରେ ଲୋକମାନେ ହୁଏତ ତୁମ ପାଖକୁ
ଚାଲି ଆସିଯାଇପାରନ୍ତି। କିନ୍ତୁ ନିଜ ଉପରେ ଆତ୍ମବିଶ୍ୱାସ ଥିବା ଲୋକ ତାର ଜୀବନରେ ବହୁତ ସକ୍ସେସ୍ ହେଇପାରିବ। କିନ୍ତୁ ସେ ଏପରି କାମ ନ କରିବା ଦ୍ୱାରା ହିଁ ହେବ, ନଚେତ୍ ସେ କେବେ ମଧ୍ୟ ହୋଇପାରିବ ନାହିଁ। ତେଣୁ ତୁମେମାନେ ଯଦି ସକ୍ସେସ୍ ହେବାକୁ ଚାହୁଁଛ, ତେବେ ନିଶ୍ଚିତ ନିଜରେ କର୍ମ ଉପରେ ଧ୍ୟାନ ଦେବା ଅପେକ୍ଷା ଏସବୁରୁ ଦୂରେଇ ରହିବା ଉଚିତ ଅଟେ। ଯଦି ତୁମେ ଉପର ସିଡ଼ିକୁ ଚଢ଼ିବାକୁ ଚାହୁଁଛ, ତେବେ ଆମ ପଛରେ ରହିଯାଇଥିବା ସେହି ଲୋକମାନଙ୍କୁ ମଧ୍ୟ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଯାହାଫଳରେ ଆମର ବିପଦ ସମୟରେ ସେ ମଧ୍ୟ ଆମର କାମରେ ସାଥ ଦେଇପାରନ୍ତି। ତ ବନ୍ଧୁଗଣ, ସବୁବେଳେ ଗରିବ ଭାବି କୌଣସି ବ୍ୟକ୍ତିକୁ ଅଧା ବାଟରେ ଛାଡ଼ିକି ଚାଲିଯିବା ଜମାରୁ ଉଚିତ ନୁହେଁ। ଏହା ଏକ ଭୁଲ ଭାବନା ଅଟେ। କାହିଁକି ନା ହୁଏତ ଫିଙ୍ଗା ଯାଇଥିବା କଣ୍ଟା ମଧ୍ୟ ଆମର ବେଳେବେଳେ ମଧ୍ୟ କାମରେ ଆସିଥାଏ। ତେଣୁ ଯେବେ ମଧ୍ୟ କୌଣସି ଲୋକ ଗରିବ ହୋଇଯାଏ, ସେଥିପାଇଁ ତୁମେ ତାକୁ ଛାଡ଼ିବା ଉଚିତ ନୁହେଁ। କାରଣ ସେ ହୁଏତ ଆମର କିଛି ନା କିଛି କାମରେ ଆସିପାରିବ, କିନ୍ତୁ ପଇସାରେ ନୁହେଁ, ହୁଏତ ଭଲ ପାଇବା ତ ଦେଇପାରିବ। ତେଣୁ ଗରିବ ଲୋକଙ୍କୁ ପ୍ରଥମରେ ସମ୍ମାନ ଦେବା ଶିଖନ୍ତୁ। ଆଉ ତାଙ୍କ ଘରେ, ବା ମୁଁ କହିବାକୁ ଗଲେ ଏହି ଦୁନିଆରେ ଗରିବ ଘରେ ଯେତିକ ମାନ ସମ୍ମାନ ଏବଂ ଭକ୍ତି ମିଳିଥାଏ, ତାହା କେବେ ବି ଧନୀ ଘରେ ଦେଖିବାକୁ ମିଳିନଥାଏ। ତେଣୁ ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ ଗରିବ ଘରେ ହିଁ ସୁପର, ମାନେ ଗରିବ ଘର ହିଁ ସବୁଠାରୁ ଉଚିତ ଅଟେ। ହୁଏତ ତାଙ୍କ ଘରେ କିଛି ମିଳିନଥାଏ, ସେଥିପାଇଁ କିଛି ମନ ଦୁଃଖ କରିବା ଉଚିତ ନୁହେଁ। ବାସ୍ ଗୋଟିଏ ମଣିଷର ହୃଦୟରୁ ସଚ୍ଚା ଭଲ ପାଇବା ହିଁ ରହିବା ଦରକାର ଅଟେ। ଭଗବାନ ସବୁବେଳେ କୁହନ୍ତି ଯେ କେଉଁ ବ୍ୟକ୍ତି ଯେବେ ଜୀବନରେ ହାର ମାନିଯାଏ, ତେବେ ମୁଁ ତାକୁ କୌଣସି ବିପଦରେ ମଧ୍ୟ ହରାଇବାକୁ ଚାହୁଁନି। କିନ୍ତୁ ସିଏ ଯଦି ସତ୍କର୍ମରେ ଚାଲିବାକୁ ଚାହେଁ, ତେବେ ମୁଁ ତାକୁ ସତ୍କର୍ମରେ ବି ନେବି। କିନ୍ତୁ ସେ ଏହା ପ୍ରତି ଥିବା ନିଷ୍ଠା, ଭାବନା ଏବଂ କ୍ରୋଧ, ଏହା ଛାଡ଼ିବା ନିଶ୍ଚିତ ଜରୁରୀ ଅଟେ। ଏହା ଛାଡ଼ିଲେ ହିଁ ଜଣେ ବ୍ୟକ୍ତିକୁ ଭଲ ବ୍ୟକ୍ତି ଭାବରେ ପରିଗଣିତ କରାଯାଏ। ତ ସାଙ୍ଗମାନେ, ତୁମେ ଯଦି ସତରେ ସତ୍କର୍ମ ପଥରେ ଯିବାକୁ ଚାହୁଁଛ ନା, ତେବେ ନିଜ ପ୍ରତି ଥିବା ସଚ୍ଚା ହୃଦୟରୁ ଭଲ ପାଇବା ଶିଖନ୍ତୁ। ଲୋକଙ୍କ କଥାରୁ କେବେ ମଧ୍ୟ ଭଲ ପାଇବା ହୁଏନି। ସେମାନେ ଖାଲି ଆସିବେ ଆଉ କିଛି ଦିନ ପାଇଁ ରହିକି ପୁଣି ଚାଲିଯିବେ। ତେଣୁ ଲୋକଙ୍କ କଥାରେ ଭଲ ପାଇବା ଯିଏ ଶିଖେ, ସେ ତାର ଜୀବନରେ କେବେ ମଧ୍ୟ ଆଗକୁ ଯାଇପାରେ ନାହିଁ। ଶ୍ରୀକୃଷ୍ଣଙ୍କ କହିବା କଥା ଅନୁଯାୟୀ, ଯେଉଁ ବ୍ୟକ୍ତି ଅନ୍ୟର କଥା ଶୁଣି ନିଜକୁ ପ୍ରଶମିତ କରେ, ସେହି ବ୍ୟକ୍ତି ତାର ଜୀବନରେ ଯେତେ ବି ଦୁଃଖ କଷ୍ଟ ଆସିଲେ ମଧ୍ୟ ତାକୁ ସାମ୍ନା କରିପାରିନଥାଏ। ଏହାର କାରଣ ହେଉଛି ତାର ନିଜର ଭୁଲ ଅଟେ। ନିଜକୁ ଏକ ସାଧାରଣ ବ୍ୟକ୍ତି ବନାନ୍ତୁ, ଯାହାଫଳରେ ଯେଉଁ ବ୍ୟକ୍ତି ତୁମକୁ ଏକ ଅଙ୍ଗାର ଭାବି ଫିଙ୍ଗିଦେଲେ ମଧ୍ୟ ତାହା ବେଳେ ନା ବେଳେ ବହୁତ କାମରେ ଆସେ। ତେଣୁ ଯେଉଁ ବ୍ୟକ୍ତି ନିଜକୁ ଖରାପ ମନେ ଭାବି ତାକୁ ଫୋପାଡ଼ି ଦେବାକୁ ଚାହୁଁଅଛି, ତାର ଜୀବନରେ ହୁଏତ ସେ ଆଉ କିଛି ମଧ୍ୟ ରାସ୍ତା ଚୟନ କରିଥାଏ। ତ ଯେଉଁ ବ୍ୟକ୍ତି ଏପରି କାମ କରୁଅଛି, ସେ ତାର ମଧ୍ୟ ଫଳ
ସେ ନିଶ୍ଚିତ ମଧ୍ୟ ଭୋଗିବ। କିନ୍ତୁ ଖାଲି ସମୟକୁ ହିଁ ଅପେକ୍ଷା କରିବା ଉଚିତ ଅଟେ। କାରଣ ଏହି ଦୁନିଆରେ ଦୁଇଟି ଜିନିଷକୁ ଧୈର୍ଯ୍ୟ ଆଉ ଗୋଟିଏ ସମୟ। ଏହି ଦୁଇଟିକୁ ଛାଡ଼ିଦେଲେ ଆମେ କିଛି ବି କରିପାରିବା ନାହିଁ। କାରଣ ସମୟ ସାଙ୍ଗମାନେ, ସମୟକୁ ଏହି ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯାହାକି ଅଟକାଇ ପାରିବ। ତ ସମୟକୁ ସବୁବେଳେ ଟାଇମ୍ ବା ସମୟ ହିଁ ଦେବା ଶିଖନ୍ତୁ। ଆଉ ଏହି ଗୋଟିଏ ଦିନରେ ଆପଣ କ'ଣ କ'ଣ କରିପାରୁଛନ୍ତି ବା ଉନ୍ନତି କ'ଣ କରୁଛନ୍ତି ତାହାର ମଧ୍ୟ ସଫଳତା ହାସିଲ କରନ୍ତୁ। ଆଉ ଧୈର୍ଯ୍ୟ, ତ ସାଙ୍ଗମାନେ, ଧୈର୍ଯ୍ୟ ହେଉଛି ଏମିତି ଏକ ଜିନିଷ ଯାହା ମଣିଷ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟକୁ ସେ ଯଦି ଧୈର୍ଯ୍ୟ ରଖି ତାହାକୁ ସାମ୍ନା କରିଦିଏ, ତେବେ ତାର ଶାନ୍ତି ସବୁଦିନ ପାଇଁ ଫେରି ଆସେ। ତ ସାଙ୍ଗମାନେ, ସବୁବେଳେ ଧୈର୍ଯ୍ୟକୁ ସମୟ ଦେବା ଶିଖନ୍ତୁ। ଜୀବନର ପ୍ରତ୍ୟେକ କଠିନ ପରିଶ୍ରମ କେବଳ ଏହା ଦର୍ଶାଇଥାଏ କି ଯେ ଆମେ ଏକା ରହିବା କେତେ ଭଲ ଅଟେ। ଯେଉଁ ବ୍ୟକ୍ତି ତୁମର ଠିକ୍ କଥାରେ କିଛି ଭୁଲ କଥା କହିଦେଇଥାଏ, ତେବେ ସେହି ବ୍ୟକ୍ତି ତାର ଜୀବନରେ ଅନେକ ଦୁଃଖ କଷ୍ଟ ଭୋଗିବାକୁ ଲାଗିବ। ତ ସାଙ୍ଗମାନେ, ଆଜିର ଏହି ଟପିକଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକର ଭିଡ଼ିଓ ମାଧ୍ୟମରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଗୋଟିଏ କଥା ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଭକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିଥିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ।